ପାତରଅନ୍ତର କରାଯାଉଛି। ବିଜେଡି ଲୋକମାନଙ୍କର କାମ କରୁଛନ୍ତି, ବିଜେପି ଲୋକର କାମ କରୁନାହାନ୍ତି। ସେଥିପାଇଁ ଆମର ଯେହେତୁ କର୍ପୋରେଟର ବିଜେପି, ଆଗରୁ ବିଜେଡି ଯେତେବେଳେ ସରକାର ଥିଲେ ସେତେବେଳେ ବି ଆମର ବିଜେପି କର୍ପୋରେଟର, ସିଏ ତାଙ୍କର ଟେବୁଲ ଠକିକି ଆମକୁ କାମ ନିଆ ଦରକାର, ଆମକୁ କାମ ଦିଆଯାଉ, ଆମର ଗରିବ ଲୋକମାନଙ୍କର ସାହାଯ୍ୟ କରାଯାଉ କହିକି ସିଏ କାମ କରୁଥିଲେ। ସେଥିପାଇଁ ତାଙ୍କୁ ଥରେ ନୁହଁ ଦି ଥର ତାଙ୍କୁ ପ୍ଲାନ୍ କରିକି ଏସବୁ କଲେଣି। ତେଲୁଗୁ ପଠଉଛନ୍ତି ନା, କେହି ଆସୁନାହାନ୍ତି, ତାଲା ବନ୍ଦ କରୁଛନ୍ତି। ଏଇଟା ଆଜ୍ଞା ଗୋଟେ କଥା କୁହନ୍ତୁ, ଏଇଟା ଲୋକଙ୍କର ସରକାର ନା ମେୟରଙ୍କର ସରକାର? ଯଦି ଆମେ ଆସିଲୁ ମେୟରଙ୍କ ପାଖକୁ କିଛି ନ୍ୟାୟ ମାଗିବା ପାଇଁ, ତାହେଲେ ସେ କାହିଁକି ସବୁ ଗେଟ୍ ରେ ତାଲା, ଭିତରେ ତାଲା? ଆମେ ତ ଖଣ୍ଡାକାତି ଧରିକି ଆସିନୁ, ତାହେଲେ କାହିଁକି ସିଏ ଏତେ ପୋଲିସ ଫୋର୍ସ ଆଜି ଏତେ ମଗେଇଛନ୍ତି? ସେଇଦିନ ଯାଇଥିଲେ କୁଆଡେ? ସେଇଦିନ ତାଙ୍କର ସିକ୍ୟୁରିଟି କାହିଁକି ଯଦି ବାଡେଇଲେ ବୋଲି ଯଦି ଇଏ କରିଛନ୍ତି, ସିଏ ତାପରେ ସିସିଟିଭି କ୍ୟାମେରା କଣ କହୁଛି? ଆମ ଜୀବନ ରାଉତ ସେଠି ବାଡେଇଥିଲେ। ସେଇ ଆମର ସେଇଦିନ ତାଙ୍କର ସିକ୍ୟୁରିଟି ଯାଇଥିଲେ କୁଆଡେ? ଆଜି ଏତେ ସବୁ ପୋଲିସ ଫୋର୍ସ ମଗେଇଛନ୍ତି ତାଙ୍କର ସୁରକ୍ଷା ପାଇଁ ବୋଲି, କିନ୍ତୁ ସେଇଦିନ ତାଙ୍କର ସିକ୍ୟୁରିଟି ଯାଇଥିଲା କୁଆଡେ? ସେ ନିଜେ ସବୁ ଜାଣି ଶୁଣି ପ୍ଲାନ୍, ସିଏ ଯଦି ଚାହିଁଥାନ୍ତେ ଏତିକି କିଛି ହେଇନଥାନ୍ତା। ଆମେ ଚାହୁଁଛୁ ସିଏ ଆସିକି ଭୁଲ ମାଗନ୍ତୁ, ନାହିଁ ତ ଇସ୍ତଫା ଦିଅନ୍ତୁ। ଆମର ଦାବି, ଆମକୁ ସିଏ ଭୁଲ ମାଗିବେ, ଆମ କର୍ପୋରେଟରଙ୍କୁ ଭୁଲ ମାଗିବେ, ମେୟର ମ୍ୟାଡାମ ଭୁଲ ମାଗିବେ, ନାହିଁ ତ ଆମେ ଆଜି ଏଠି ବସିବୁ। ଆମ ସାଙ୍ଗରେ ଯୋଉ ଅଛନ୍ତି ସମସ୍ତେ ବସିବେ, ଯଦି କାହାର କିଛି ଅସୁବିଧା ହଉଛି ତାହେଲେ ସିଏ ଦାୟୀ ହେବେ। देश विदेश कोण अनुकोणर टेक्निक खबर देखंतु आम सह यूट्यूब फेसबुक और इंस्टाग्राम रे आमको देखंतु लाइक शेयर और सब्सक्राइब करने को आद्यम भूलंतुनि।